ଆଜିର ଅନୁଚିନ୍ତା ଦୁଇ ବାଳକଙ୍କ ଖେଳ। ଦୁଇ ବାଳକ ପରମ ମିତ୍ର ଥିଲେ ଏବଂ ବିଭିନ୍ନ ପ୍ରକାର ଖେଳ ଖେଳୁଥିଲେ, କିନ୍ତୁ ସବୁ ଖେଳରେ ଜଣେ ସର୍ବଦା ଜିତୁଥିଲା ତ ଆର ଜଣକ ହାରୁଥିଲା। ଯିଏ ଜିତୁଥିଲା ସେ ତାର ଶାରୀରିକ ଗଠନ ଓ ବଳ ଆଦି ଦୃଷ୍ଟିରୁ ହାରୁଥିବା ବାଳକଠାରୁ ନ୍ୟୁନ ଥିଲା, କିନ୍ତୁ ତାର ଜିତିବା ଥିଲା ସୁନିଶ୍ଚିତ। ବାଳକ ଦ୍ୱୟଙ୍କ ଖେଳକୁ ଲକ୍ଷ୍ୟ କରୁଥିଲେ ଜଣେ ପ୍ରାଜ୍ଞ। ସେ ଏହାର କାରଣ ଅନୁଧ୍ୟାନ କରିବାକୁ ସ୍ଥିର କଲେ। ସେ ଦେଖିଲେ ଯେ କୌଣସି ଖେଳ ଆଗରୁ ହାରୁଥିବା ପିଲାଟି ନିଜକୁ ପ୍ରସ୍ତୁତ କରୁଛି, ପରିଣାମ ନେଇ ଉଦ୍ବିଗ୍ନ ହେଉଛି, ଖେଳକୁ ଭାରି ଗୁରୁତ୍ୱ ଦେଇ ଖେଳୁଛି, କିନ୍ତୁ ଜିତୁଥିବା ପିଲାଟି ଅତ୍ୟନ୍ତ ସ୍ଥିର ଓ ନିରୁଦ୍ବିଗ୍ନ। ଖେଳ ଲାଗି ତାର ଉତ୍ସାହ ଅଛି, କିନ୍ତୁ ମୂଳ ଲକ୍ଷ୍ୟ ତହିଁରୁ ଆନନ୍ଦ ବା ଖୁସି ପାଇବା। ଜିତିବା ବା ହାରିବା ନେଇ ତା ମନରେ କୌଣସି ଅଭିଳାଷ ନାହିଁ, ଏପରିକି ଟିକିଏ ଆଗ୍ରହ ବି ନାହିଁ। ସେ ଖେଳୁଛି ସତେ ଯେମିତି ଖେଳିବା ହିଁ ସବୁକିଛି, ଜିତିବା ବା ହାରିବା ମୂଲ୍ୟହୀନ। ପ୍ରାଜ୍ଞ ଦିନେ ହାରୁଥିବା ପିଲାକୁ ଏକୁଟିଆ ଦେଖି ପଚାରିଲେ, ତୁମେ ହାରୁଛ ବୋଲି ମନ କଷ୍ଟ କର କି? ସେ ସଦାବେଳେ ଜିତୁଛି ବୋଲି ତୁମ ମନରେ ଈର୍ଷା ହୁଏ କି? ପିଲାଟି କହିଲା, ମୁଁ ଜିତିବାକୁ ଚାହେଁ, କିନ୍ତୁ ହାରେ ବୋଲି ମନରେ ତା ପ୍ରତି ଈର୍ଷା ହୁଏ ନାହିଁ। ତା ଭଳି ସାଙ୍ଗ ମୁଁ କେଉଁଠୁ ପାଇବି? ପ୍ରାଜ୍ଞଙ୍କୁ ଏବେ ଦିଶିଲା ବିଜେତାର ଏକ ଭିନ୍ନ ସ୍ୱରୂପ। ଏମିତି ଜିତିବ ଯେମିତି ତାହା ପରାଜିତ ଲୋକର ମନରେ କୌଣସି ଗ୍ଳାନି, ଈର୍ଷା, ଅସୂୟା ସୃଷ୍ଟି କରିବ ନାହିଁ। ତାହାର ଏକମାତ୍ର ରହସ୍ୟ ହେଲା ଜିତିବାରେ ଆନନ୍ଦ ପାଇବାର ଲକ୍ଷ୍ୟ ନ ରଖି କେବଳ ଖେଳିବାରେ ଆନନ୍ଦ ପାଇବା ଓ ତହିଁରେ ନିମଜ୍ଜିତ ହେବା। କାହାଣୀଟି ଯଦି ପସନ୍ଦ ଆସିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।